ମାନେ କୁମ୍ଭୀରକୁ ବିଦା କରି ଗୋଟେ ବାଘଟାକୁ ଆଣିଛନ୍ତି ଯେ ସର୍ବସ୍ୱ ଖାଇଦେବ ପିଲାଙ୍କର ଭବିଷ୍ୟତ ନଷ୍ଟ କରିଦେଉଛି। ମୋହନ ମାଝୀ ସରକାର ଆଇଲା ପରେ ମୋହନ ମାଝୀ ଭାରି ଜୋରେ ଛାତି ପିଟି ଢିଣ୍ଡିମ ବାଡ଼େଇ ଡବଲ ଇଞ୍ଜିନ ସରକାର, ଆପଣଙ୍କ ସରକାର, ଲୋକଙ୍କ ସରକାର, ଗରିବ ଖଟିଖିଆଙ୍କ ସରକାର, ଆଦିବାସୀ ଲୋକ ଏତେ ବାସ୍ଫୋଟ ମାରୁଛନ୍ତି। ଆପଣ ଏଠି ଦେଖିଲା ବେଳକୁ ଆପଣଙ୍କର ଟଲେରାନ୍ସ ଜିରୋ, ପରଫର୍ମାନ୍ସ ଜିରୋ। ଆପଣ କରୁଛନ୍ତି କ'ଣ? ମୋହନ ମାଝୀ ବୁଲି ବୁଲି ସାରା ଓଡ଼ିଶା କହିବେ ଯେ ମୁଁ ହେଉଛି ଲୋକଙ୍କର ମୁଖ୍ୟମନ୍ତ୍ରୀ, ସରକାର ଲୋକଙ୍କ ସରକାର। କିନ୍ତୁ ଦେଖିଲା ବେଳକୁ ପିଲା 30ଟା ଦେଖା କରିପାରିବେନି ବୁର୍ଗୀ ବାବୁଙ୍କ ସାଙ୍ଗରେ। ସୁଧାକର ବୁର୍ଗୀ ଡକୁମେଣ୍ଟ ଭେରିଫିକେସନ ଲେଟ୍ କରୁଛନ୍ତି, କାରଣ ଚଞ୍ଚକତା ସୃଷ୍ଟି କରି ଏଠି ଚାକିରି ବିକ୍ରି କରିବେ। ଦୁଃଖ ଲାଗୁଛି ବାବୁ ଯେ ସୁଧାକର ବୁର୍ଗୀ ସିଏ ନୂଆ ଚେୟାରମ୍ୟାନ୍ ହେଇଛନ୍ତି। ଆଗରୁ କ'ଣ ଇନଚାର୍ଜ ପୋଷ୍ଟରେ ଥିଲେ, ନୂଆ ବର୍ଷର ନୂଆ ଚେୟାରମ୍ୟାନ୍। ତାଙ୍କୁ ନୂଆ ବର୍ଷଟା ତାଙ୍କ ପାଇଁ ଗୋଟେ ଆରାମଦାୟକ ହେଲା, କାରଣ ନୂଆ ପଦବୀ ମିଳିଲା। ନିରୀହ ପିଲା ଗୁଡ଼ିକ, ଗରିବ ଖଟିଖିଆ ମୂଲିଆ ମଜୁରିଆ ପିଲା ଭାରି କଷ୍ଟରେ ପରୀକ୍ଷା ଦେଇଛନ୍ତି, ଆସିଛନ୍ତି। ତାଙ୍କର ଡିଭିଟା କାହିଁ ପରିପ୍ରକାଶ ହେଇପାରୁନି। ତାଙ୍କ ରେଜଲ୍ଟଟା ବାହାରିଲେ ଡକୁମେଣ୍ଟ ଭେରିଫିକେସନ୍ ହେବ। ଏ ଜିନିଷ ଆଜି ପର୍ଯ୍ୟନ୍ତ 6 ଦିନ ହେଇଗଲା ପିଲା ଅଫିସ ଆଗରେ ବସିଛନ୍ତି ଯେ ଆମକୁ ଟିକେ ବୁର୍ଗୀ ବାବୁଙ୍କ ସହ ଦେଖା କରେଇଦିଅ। ସେ ବୁର୍ଗୀ ବାବୁ ଦେଖା କରେଇ ଦେଉନାହାନ୍ତି। ମୋହନ ମାଝୀ ବୁଲି ବୁଲି ସାରା ଓଡ଼ିଶା କହିବେ ଯେ ମୁଁ ହେଉଛି ଲୋକଙ୍କର ମୁଖ୍ୟମନ୍ତ୍ରୀ, ସରକାର ଲୋକଙ୍କ ସରକାର। କିନ୍ତୁ ଦେଖିଲା ବେଳକୁ ପିଲା 30ଟା ଦେଖା କରିପାରିବେନି ବୁର୍ଗୀ ବାବୁଙ୍କ ସାଙ୍ଗରେ। ଶହ ପିଲା ଏଠି ଆସି 6 ଦିନ ବସିଛନ୍ତି। ପିଲାଙ୍କର ଇଣ୍ଟେନସନ୍ ନାହିଁ ଯେ ଏଠି ହରତାଳ କରିବା, ଏଠି ଧାରଣା ଦେବା, ଏଠି ଲ ଆଣ୍ଡ ଅର୍ଡର ସିଚୁଏସନ୍ କ୍ରିଏଟ୍ କରିବା। ପିଲାଙ୍କର ଇଣ୍ଟେନସନ୍ ହେଉଛି ଆମେ ଖାଲି ଆସିବୁ ପଚାରିବୁ। 20 ଦିନ ହେଲାଣି ଆପଣ କମିଟମେଣ୍ଟ କରିଥିଲେ ଏଇ ଦିନ ନୋଟିଫିକେସନ୍ ବାହାର କରିବେ, ଏଇ ଦିନ ଆପଣ ଡିବି ପାଇଁ ନୋଟିଫିକେସନ୍ ଦେବେ। କାହିଁକି ଆପଣଙ୍କର ବିଳମ୍ବ ହେଉଛି? ଆପଣଙ୍କର ବିଳମ୍ବ ପଛରେ କାହାର ହାତ ଅଛି? ଆମକୁ ସନ୍ଦେହ ହେଉଛି ଯେ ଆପଣଙ୍କ ବିଳମ୍ବ ପଛରେ କରପସନ୍, ଶଙ୍କର ପୃଷ୍ଟି ଏକ୍ସେଟ୍ରା ଏକ୍ସେଟ୍ରା ଅଛନ୍ତି ନା ନାହିଁ। ଏତିକି କଥା କୋଉଠି ନା କୋଉଠି 4.5 କୋଟି ଓଡ଼ିଆଙ୍କୁ ଅନୁଭୂତ ହେଉଛି ଯେ ଶଙ୍କର ପୃଷ୍ଟି ଜାଲରେ ମଧ୍ୟ ଏ ବାବୁ ଅଛନ୍ତି ସୁଧାକର ବୁର୍ଗୀ। ସୁଧାକର ବୁର୍ଗୀ ଡକୁମେଣ୍ଟ ଭେରିଫିକେସନ୍ ଲେଟ୍ କରୁଛନ୍ତି, କାରଣ ଚଞ୍ଚକତା ସୃଷ୍ଟି କରି ଏଠି ଚାକିରି ବିକ୍ରି କରିବେ। କିନ୍ତୁ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହୁଁ, ଏଇ ଚାକିରି ବିକ୍ରି କରିକି ଜଣଙ୍କର ଗଲା ଅଭୟଙ୍କର, ଏହାପରେ ଆସିଲେ ସୁଧାକର ବୁର୍ଗୀ। ଆମେ ତାଙ୍କୁ ଅନୁରୋଧ କରୁଛୁ ଆପଣ ଚାକିରି ବିକ୍ରିରୁ ନିବୃତ୍ତ ରୁହନ୍ତୁ। ପିଲାଙ୍କୁ ଯେତେ ଶୀଘ୍ର ପାରୁଛନ୍ତି ତାଙ୍କୁ ଡିଭିର ଡେଟ୍ ଦିଅନ୍ତୁ, ପିଲା ଯିବେ ଡକୁମେଣ୍ଟ ଭେରିଫିକେସନ୍ କରିବେ। ଏ ବାବଦରେ ମୁଁ ମଧ୍ୟ ବାବୁଙ୍କୁ କଲ୍ କରିଥିଲି ବୁର୍ଗୀ ସାର୍ଙ୍କୁ। ମୁଁ କହିଲି ଆଜ୍ଞା କ'ଣ ଅସୁବିଧା ହେଇଛି? ସେ କଥା ହେବାକୁ ନାରାଜ, ସେ ଖାଲି ଏକ୍ସକ୍ୟୁଜ୍ ଦେଉଛନ୍ତି ଆମେ କରିଦେବୁ। ମୁଁ କହିଲି ଆପଣ ଟିକେ ପିଲାଙ୍କ କଥା ଶୁଣନ୍ତୁ। ମୋହନ ମାଝୀ ସରକାର ଆଇଲା ପରେ ମୋହନ ମାଝୀ ଭାରି ଜୋରେ ଛାତି ପିଟି ଢିଣ୍ଡିମ ବାଡ଼େଇ ଡବଲ ଇଞ୍ଜିନ ସରକାର, ଆପଣଙ୍କ ସରକାର, ଲୋକଙ୍କ ସରକାର, ଗରିବ ଖଟିଖିଆଙ୍କ ସରକାର, ଆଦିବାସୀ ଲୋକ ଏତେ ବାସ୍ଫୋଟ ମାରୁଛନ୍ତି। ଆପଣ ଏଠି ଦେଖିଲା ବେଳକୁ ଆପଣଙ୍କର ଟଲେରାନ୍ସ ଜିରୋ, ପରଫର୍ମାନ୍ସ ଜିରୋ। ଆପଣ କରୁଛନ୍ତି କ'ଣ? କାହିଁକି ପିଲା 6 ଦିନ ବାହାରେ ବସିବେ? ମୋହନ ମାଝୀ କହିଲେ ଯେ ଯେତେ ଗରିବ ଖଟିଖିଆ ହେଇଛନ୍ତି ତାଙ୍କୁ କୁକୁର ମାଙ୍କଡ଼ ଭଳିଆ ବ୍ୟବହାର କର। କେଉଁ ଡିଷ୍ଟିଂସନ୍ ପାୱାର ଥିଲା ତମ ପାଖରେ? ତମେ କାହିଁକି ସେ ପିଲାଙ୍କ ଲାଟ୍ରିନ୍ ବାଥରୁମ୍ ବନ୍ଦ କରିଛ? ପିଲା ଆସିଛନ୍ତି ଗ୍ରିଭାନ୍ସ ସେଲ୍ରେ କଥା ହେବେ, ତମେ ଗ୍ରିଭାନ୍ସ ସେଲ୍ର ଲାଟ୍ରିନ୍ ବାଥରୁମ୍ ବନ୍ଦ କରିଦେବ? ଏତେ କାଣ ବୁର୍ଗୀଙ୍କର? ଆମ ଷ୍ଟାଣ୍ଡ ପିଲାଙ୍କ ସପକ୍ଷରେ। ପିଲାଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆମେ ପିଲାଙ୍କ ସାଙ୍ଗରେ ଛିଡ଼ା ହେବୁ, ପିଲାଙ୍କ ପାଇଁ ଲଢ଼ିବୁ। ପ୍ରତ୍ୟେକଟି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକତା ପଡ଼ିଲେ ପ୍ରଶ୍ନ ପଚରାଯିବ। କିନ୍ତୁ ବୁର୍ଗୀ ମହାଶୟଙ୍କର ଦେଖା ଦର୍ଶନ ମିଳୁନି। ଆପଣ ଟିକେ ତାଙ୍କୁ ଯାଆନ୍ତୁ ପଚାରିବେ ଯେ ବୁର୍ଗୀଙ୍କର ପରଫର୍ମାନ୍ସ କ'ଣ 6 ଦିନ ହେଲାଣି। ପିଲା ଗୁଡ଼ିକ ନିରୀହ ପିଲା ଗୁଡ଼ାକ ଶୀତ କାକର ରାତିରେ 10 ଡିଗ୍ରୀ 11 ଡିଗ୍ରୀ ଟେମ୍ପରେଚର, ପିଲା ବସୁଛନ୍ତି ଶୋଉଛନ୍ତି ଶୀତ କାକରରେ। ଝିଅ ପିଲା ଗୁଡ଼ାକ, ଝିଅ ପିଲାଙ୍କୁ ପ୍ରୋଟେକ୍ସନ୍ ଦେଇପାରୁନି ଗଭର୍ଣ୍ଣମେଣ୍ଟ। ରାତି ପାଇଲେ ଯେଉଁ ରେଟ୍ରେ ବଳାତ୍କାର ବଢ଼ୁଛି, ଏଠି ଝିଅ ପିଲା ଗୁଡ଼ାକ ରାସ୍ତାରେ ଶୋଇଛନ୍ତି। ୟା ପରେ ରେସ୍ପନ୍ସିବିଲିଟି କିଏ ନେବ? ଝିଅ ପିଲା ଗୁଡ଼ାକ ରାସ୍ତାରେ ଶୋଇଛନ୍ତି ବୋଲିକି ଏ ବୁର୍ଗୀ ବାବୁଙ୍କୁ ପଚରା ଯିବା ଉଚିତ। ଏବଂ ବୁର୍ଗୀ ଉପରେ ଆକ୍ସନ୍ କ'ଣ ହେଉନି ମୁଁ ଜାଣିପାରୁନି। ୟାର ଭିତରେ ତାଙ୍କୁ ପ୍ରମୋସନ୍ ଦେଇଦେଲାଣି ମୋହନ ମାଝୀ। ମୋହନ ମାଝୀଙ୍କର ପରଫର୍ମାନ୍ସ କ'ଣ ଏଇଆ ଯେ ଡବଲ ଇଞ୍ଜିନ ସରକାରରେ ଯେ ଜଣଙ୍କର ପରଫର୍ମାନ୍ସ ଏହା ପରେ ତାକୁ ଆପଣ ଚାକିରିରୁ ବରଖାସ୍ତ କରିବେ କ'ଣ, ତାକୁ ପ୍ରମୋସନ୍ ଦେଉଛନ୍ତି? ଏ ଜିନିଷ ମୋହନ ମାଝୀ ପ୍ରଶ୍ନ ପଚରାଯିବ। କିଛି ଆଜି ପର୍ଯ୍ୟନ୍ତ ଟଙ୍କାଟାରେ ଚାକିରି ମୋହନ ମାଝୀ ଦେଇନାହାନ୍ତି।
ଏ ଚାକିରି ହେଉଛି ଗୋଟେ ସାଇକ୍ଲିକ୍ ପ୍ରୋସେସ୍। ଆପଣଙ୍କର ଆଜି ବି 1.5 ଲକ୍ଷ ପଦବୀ ଫାଙ୍କା ପଡ଼ିଛି। ସେ ଫାଙ୍କା ପଦବୀକୁ ଏମାନେ ଆଜି ପର୍ଯ୍ୟନ୍ତ ଫିଲ୍ଅପ୍ କରିବା ପାଇଁ 1.5 ବର୍ଷ 2 ବର୍ଷ ଭିତରେ ସିଙ୍ଗିଲ୍ ନୋଟିଫିକେସନ୍ ବାହାରି ପାରିଲା ନାହିଁ। ଇଏ ଯାହା ଥିଲା ବିଗତ ପୂର୍ବ ସରକାର ଆମେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲୁ ବୋଲିକି ଏବଂ ପିଲାମାନେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ ବୋଲି ଏ ବିଜ୍ଞପ୍ତି ବାହାରିଥିଲା, ସେଗୁଡ଼ାକ ଚାକିରି ଦିଆଯାଉଛି। ଆଜି ପର୍ଯ୍ୟନ୍ତ ଆମେ ଏଇ ଜିନିଷ ଦେଖୁଥିଲୁ। ଗଲା ଥରକ ଅଭୟ ପାଖରେ ଯିଏ ଥିଲେ ଓଏସିସିର ଚେୟାରମ୍ୟାନ୍, ତାଙ୍କର ପରଫର୍ମାନ୍ସ ଖରାପ ବୋଲିକି ତାପରେ ବିଦା କରାଯାଇ ପୁଣି ଆଉ ଗୋଟେ ମାନେ କୁମ୍ଭୀରକୁ ବିଦା କରି ଗୋଟେ ବାଘଟାକୁ ଆଣିଛନ୍ତି ଯେ ସର୍ବସ୍ୱ ଖାଇଦେବ, ପିଲାଙ୍କର ଭବିଷ୍ୟତ ନଷ୍ଟ କରିଦେଉଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।